देव नमस्ते। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरुवे नमः। अखंड मंडलाकार चराचर तत्पदं दर्शितं येन तस्मै श्री गुरुवे नमः। माया धर बंदे मु बंदे गंगाधर जगत जननी बंदे गणेश बंदे आदित्य देवता सर्व नवग्रह बंदे दश दिग पारदिक गज पितु लोक देवलोक ब्रह्मलोक वासी पितु सत्यलोक चित्त नमे सर्व राधा कृष्ण सीताराम लक्ष्मण भरत महाप्रभु प्रेमी वीर सुग्रीव मैत्र विभीषण जनक वशिष्ठ विश्वामित्र राम माता बाबे रस रघस बंदे वृंदावनेश्वरी बंदे वृंदावनेश्वरी हरायुध देवा पत्नी बालुनी भक्ति अनुसया मोर जयादि विष्णुगण नंद रुद्रगण शूद्रादि देवासुर नागलोक पुणा नागपति देवदासी सर्वजीव नमे फलारे सर्वजीव अंतर्यामी तुम्हारे तुमको प्रणाम तुमको प्रणाम विद्यादाता अन्नदाता मंत्रदाता भोला मंत्रदाता गोसाइया तुम बंदे वेद बंदे बापुनी भला बंदे वेद पुनी प्रभु बंदे वेद पुनी बंदे बापुनी भला बंदे वेद पुनी सर्वमा तू सर्व करुची जुहा
ଯାହା ହଉ ମୋର ସାଧୁ ହଁ ହଁ ସୂର୍ଯ୍ୟ ହଁ ଜନ ଜନ ନାଇଁ ହଁ ସାଧୁ ସୂର୍ଯ୍ୟ ଜନ ମାନେ ପଣ୍ଡିତ ଜନ ମାନେ ହଁ ଯୁବକ ବନ୍ଧୁ ମାନେ ମା ମାଉସୀ ମାନେ ଭାରତ ବର୍ଷର ଉପାଧି ପାଇଥିବା ମୋର କୁନି କୁନି ପିଲାମାନେ ହଁ ନା କି ହଁ ଆଜି ସ୍ଥାନ ସଳିତା ବାଲିସାହି ବାଲିସାହି କଟକ ହଁ ମା ଜାଗେଶ୍ୱରୀ ହଁ ମନ୍ଦିର ପ୍ରାଙ୍ଗଣରେ ହଁ ଆଜି ମୋର ସାଧୁ ସୂର୍ଯ୍ୟଜନ ମାନେ ପଣ୍ଡିତ ମାନେ ହଁ ହଁ ଆଜି ଆବିର୍ଭୂତ ହେଇଛନ୍ତି ହଁ ଅକ୍ଷୟ ବାବୁ ଆମର ଇଏ ଯେ ସଭାପତି ଭାବରେ ରହିଛନ୍ତି ହଁ ତେଣୁ ଆମର ଆହୁରି ବାବା ମହୋଦୟ ବିରାଜମାନ କରିଛନ୍ତି ହଁ ହଁ ଆଜି ଆମ ଜଜ ହିସାବରେ ହଁ ହଁ ତାଙ୍କର ଆଉ ଅନ୍ୟ ଅନ୍ୟ ସହଚରୀ ମାନେ ଅଛନ୍ତି ହଁ ତାଙ୍କ ପାଖରେ ବସିଛନ୍ତି କୋଟି କୋଟି ପ୍ରଣାମ ହଁ ମୁଁ ଗୋଟିଏ ମୁଣ୍ଡିଆ ମାରି କୋଟି କୋଟି ପ୍ରଭୁଙ୍କୁ ଜଣେଇକିରି ମାଙ୍କୁ ଜଣେଇ ହଁ। ମୋର କର୍ତ୍ତବ୍ୟ ପଥରେ ପଟିକ ବେଶୀ ସମୟ ମୁଁ ନେବି ନା ନା ଭାଇ କି ଭାଗ ନାଇଁ ଆଜି ଆମର ମାନସ ବାବୁ ମୋ ସହିତ ଆଇଛନ୍ତି ହଁ ପ୍ରତିଦ୍ୱନ୍ଦ୍ୱୀ ହଁ ଜଜ ମହାଶୟ ପ୍ରଶ୍ନଟି ରଖିଛନ୍ତି ଆଚ୍ଛା ବେଶୀ ସମୟ ନବାନି ନା। କମ ସମୟ ଭିତରେ ହଁ। ଆଉ ତା ଭିତରେ ଟିକେ କରତାଳି ଦଉଥିବେ ହଁ। ଆଉ ମା ମାନେ ଟିକେ ମାଙ୍କ ପାଖରେ ଟିକେ ହୁଳା ହୁଳି ଦଉଥିବେ ଆଉ ପିଲାମାନେ ଟିକେ କରତାଳି ଦଉଥିବେ ହଁ ନାଇଁ ହଁ। ତେଣୁ ଯିବା ଆମର କୋଉଠିକି ଯିବା କୋଉଠିକି ନା ଯୋଉ ଜାଗାକୁ ଯିବା ଆମେ ମାନେ ହଁ ଅନୁଭବ କରିବା ହଁ ସେ ଜାଗାଟା କୋଉଠି କୋଉଠି କିଏ ଲେଖିଛନ୍ତି କିଏ ଲେଖକ କିଏ ସେ କାହିଁକି ଲେଖିଲେ କାହିଁକି? ଇଏ କଥାଟି ତେଣୁ ଆଜିକା ସମାଜରେ ହଁ। ଆମେ ତ ବର୍ତ୍ତମାନ ଆବିର୍ଭୂତ ହେଇଛୁ ହଁ ନାଇଁ ହଁ ଆମେ ଆମ ବାପାକୁ ଜାଣିଛେ ନାଇଁ ହଁ ଆମ ବାପା ଚିହ୍ନେଇ ଦେଇଛନ୍ତି ଜେଜେ ବାପାକୁ ଆହା ଜେଜେ ବାପାକୁ ଚିହ୍ନେଇ ଦେଇଛନ୍ତି କେହି ଜାଣିନାହାନ୍ତି ନା ତେଣୁ ତା ବାପାଙ୍କ ଠାରୁ ଆମେ ଜନ୍ମ ହୋଇ ଜେଜେ ବାପା ବୋଲି ତାର ନାଁ ଦେଇଛନ୍ତି ନା କଥାଟା ଆସିକି ଯିବା ସାଡ଼କୁ ହଁ ପଦ ଲେଖିଲେ ଶମ୍ଭୁନାଥ ଦାସ ଲେଖିଲେ ଆହା ପଦଟି କେମିତି ହେଇଛି କେମିତି କେମିତି ସେ ଲେଖିଲେ କଣ ଲେଖିଲେ କହିଲେ ଜଳ ନଥିଲା ଜଳ ନଥିଲା ହଁ ଆକାଶ ନଥିଲା ନଥିଲା ତାରାଗଣ ନଥିଲେ ନଥିଲେ ତୁମେ ନଥିଲ ନା ମୁଁ ନଥିଲି ନା ନା ଛାମୁଣ୍ଡିଆ ନଥିଲା ନା ନା ଏ ଷ୍ଟେଜ ତିଆରି ନଥିଲା ନଥିଲା। ହେଲା କେମିତି ହଁ ପ୍ରତିଦ୍ୱନ୍ଦ୍ୱୀ ହଁ ନାଇଁ ହଁ ଅନ୍ତିମ- ହ୍ୟାଲୋ 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 ଆଜ୍ଞା ସବୁ ଅଛି ଏବେ ଆଜ୍ଞା। ତୁମ ମାନଙ୍କୁ ଦିଆଯାଇଛି ଆଜ୍ଞା ଏ କଳି ଯୁଗ ଆଜ୍ଞା କଳି ଯୁଗରେ କଳି ପାପ ଆସି ଏ ମାନବ ସମାଜକୁ ଏ ବ୍ରହ୍ମାଣ୍ଡକୁ ଅତି ନିଷ୍ଠୁର ଭାବରେ ଦଣ୍ଡ ଦେଇ ଚାଲିଛି ସମସ୍ତେ ଡାକୁଛନ୍ତି ତମେ ଡାକୁଛ ମୁଁ ଡାକୁଛି ସଂସାର ଡାକୁଛି ଆଜ୍ଞା। ପ୍ରଭୁ ଆମକୁ ରକ୍ଷା କର ପ୍ରଭୁ ଆସିଲେ କି କଥାଟା ଅଛି ମନେ ରଖ ଠିକ। ଯାହା ଆଡୁ ଯାଉଛି ତା ଉପରେ ଯିବା ଆଜ୍ଞା ତେଣୁ ପ୍ରଭୁ ଅଛନ୍ତି ଆମେ ଜାଣିବା କେମିତି ସେ ଲେଖିଲେ କହିଲେ ଶମ୍ଭୁନାଥ ଦାସ ଗୋଟିଏ ପଟ ପ୍ଲଟ ଦେଲେ ହଁ। କଣ ଦେଲେ କହିଲେ ଯେତେବେଳେ ଜଳସ୍ଥଳ କିଛି ନଥିଲା ନିଃଶବ୍ଦ ଭାବରେ ସେହୁ ଲକ୍ଷ୍ୟ କରିବେ ମୋର ସାଧୁ ସୂର୍ଯ୍ୟ ଜନମାନି ପଣ୍ଡିତ ଜନମାନି ଶମ୍ଭୁନାଥ ଦାସ କହିଲେ ବ୍ରହ୍ମ ରହିଥିଲା ନାଇଁ ଇଏ କହିଥିଲେ ବ୍ରହ୍ମ ବ୍ରହ୍ମରୁ ସୃଷ୍ଟି ହେଇଛି ବ୍ରହ୍ମକୁ ଆମେ କେବେ ଦେଖିଲେ ମୋ ବାପା ଦେଖିଲି ବ୍ରହ୍ମ ବ୍ରହ୍ମ ବୋଲି ଯାଇଛି ମୋ ଜେଜେ ବାପା ଦେଖିଲି ବ୍ରହ୍ମ ବ୍ରହ୍ମ ବୋଲି ଯାଇଛି ମୁଁ ଜନ୍ମ ହୋଇ ତଥାପି ସେଇ ଜାଣିଛି ବ୍ରହ୍ମ କୋଉଠି ଅଛି ନାଲିଆ କି ନେଳିଆ କି ହଳଦିଆ ଏପର୍ଯ୍ୟନ୍ତ ମୁଁ ଜାଣି ନାହିଁ ତେଣୁ ଶମ୍ଭୁନାଥ ଦାସ କହିଲେ କହି ବ୍ରହ୍ମ ଥିଲା ଯଦି ସେ ବ୍ରହ୍ମ ଥିଲା ସେ ବ୍ରହ୍ମ କୋଉଠୁ ଆସିଲା କିପରି ହେଲା ଆମକୁ ବାଟ ଦେଖେଇଲା ତାହେଲେ ସେ ବାଟରେ ଆମେ ଯିବା
তাহলে তাহেଙ୍କ କଳ୍ପନା ଯୋଉ ହୋଇବାରି କଳ୍ପନା ପ୍ରେମ ଭାବରେ ବୁଲିଲା କଦମ ନାଇଁ ଯଦି ବୁଲିଲା ସେ କଣ କଲା କହିଲା ମହାଶୂନ୍ୟ ରୂପକୁ ସେ ଧାରଣ କରିଲା ପିତାମାତା ଦୁଇ ଅଙ୍ଗ ନିୟମ ସେ କରିଲା ଆମେ ଜାଣିଲେ ବାମ ପଟ ହେଲା ସ୍ତ୍ରୀ ଅଙ୍ଗ ଡାହାଣ ପଟ ହେଲା ପୁରୁଷ ଅଙ୍ଗ ଡାହାଣ ପଟେ ରହିଲେ ପିତା ବାମ ପଟେ ରହିଲେ ମାତା ମାତା ତାହେଲେ ଦୁଇ ଭାଗରେ ସେ ବିଭକ୍ତ ହେଲା ଶମ୍ଭୁନାଥ ଦାସ କହିଲେ ପିତା ମାତା ଦୁଇ ଅଙ୍ଗ ନାମ ସେ ବହିଲେ ନିଃଶବ୍ଦ କଳ୍ପନା ଦୁହେ ଆରେ ମିଶି ଗଲା ଯୋହୁ ତାଙ୍କଠାରୁ ଶବ୍ଦ ବ୍ରହ୍ମ ଆରେ ଜାଗ ହେଲା କହୁ ନିଃଶବ୍ଦରୁ ଶବ୍ଦ ହେଲା ଆମେ ଗୋଟିଏ ହାତରେ କଣ ତାଳି ବାଜି ପାରିବ ବାପା ଦିଟା ହାତ ହେଲେ ତାଳି ବାଜିବ ନିଃଶବ୍ଦରୁ ଶବ୍ଦଟିଏ କଳ୍ପନା ଦୁହେଁ ମିଶିଗଲେ ତାଙ୍କଠାରୁ ଶବ୍ଦ ବ୍ରହ୍ମଜାତ ହେଲା କେଇଟା ଶବ୍ଦ ହେଲା ଦିଟା ନୁହଁ ଦ୍ୱାଦଶ ଶବ୍ଦ ଯେତେ ହୁଁ ଜାତ କଲେ ସୁଖେ ଶାସ୍ତ୍ରରେ ୟାର ଉଲ୍ଲେଖ ରହିଛି ପ୍ରତ୍ୟକ୍ଷେ ଗୀତାରେ କହୁଛି 12 ମୁଠା ତାଲା ଅଛି ଏକ କାଠିରେ ଖୋଲାଇ ଗୁରୁ ମୁଖେ କଞ୍ଚି ଆରେ ଏକ ଏକ କାଠିରେ ଯେ ତାଲା ଖୋଲି ଯିବ ଭିତରେ ବସିବ ବାର ଶବ୍ଦକୁ ଶୁଣିବ ଭିତରେ ଯଦି ଆମେ ପଶିବା ମାକୁ ଦର୍ଶନ କରିବା ମା କିଏ ଏକାକ୍ଷର କେମିତି ହେଲା ସେଇଠି ଶମ୍ଭୁନାଥ ଦାସ କହିଲେ ଭିତରେ ପଶିବ 12 ଶବ୍ଦକୁ ଶୁଣିବ ନାଇଁ ତାହେଲେ 12 ଶବ୍ଦକୁ ଶୁଣିଲେ ମାର ଶବ୍ଦ ନାହିଁ ମା ହେଲା ଏକାକ୍ଷର ବାପା ହେଲା ଅଣାକ୍ଷର ନାଇଁ ଭିତରେ ପଶିବ 12 ଶବ୍ଦକୁ ଶୁଣିବ ଏଠି ଇଏ ପ୍ରଥମେ ଆକାର ଶବ୍ଦ ହୋଇଲା ଗଜା ହୋଇଲା ପ୍ରମାଣ প্রথম গীত প্রথম পাଳି প্রথম দেবীরে বাপা আজি নব নাই কেমিতি নব মু আরথরକୁ ଦେଖିବି নাই সেইটি মহাপুরুষ পাইলে প্রথমে আকার শব্দ হইলে এক জানো আকারରୁ রারাকার হইলা প্রমাণ পঞ্চ শব্দ পঞ্চভূত হইলে অনাদি সপ্ত সুর শব্দ মাত্রা বলাইলে আদি আদি অনাদি সংযোগ হইলে যৌ ওঙ্কার যে পুত্র গোটি জাত কলে তাহু নাই তাহলে ওঙ্কার হেলা পুଅ সেইটি মধুদাস কইলে গোটিয়ে পদ এইটি মধুদাস কোন কইলে আরে যেতବେଳେ পৃথিবী হইছিল শূন্য এ কইছিল নদী କରିବାକୁ রচনা কলে সুবর্ণ বিলাসী
କହିବେ ମାର ସଂଖ୍ୟା କେତେ ବାପାର ସଂଖ୍ୟା କେତେ ମା କାହିଁକି ଆଗରେ ରହିଲା ବାପା କାହିଁକି ପଛରେ ରହିଲା ସଙ୍ଗତେ ନଥିଲେ ଆଜି ନାଇଁ ଛୁଟି କରିବାକୁ ରୋଚନା କଲେ ସେ ସଙ୍ଗତେ ନଥିଲେ ଆଜି ଭଲାରେ ସମସ୍ତେ ନଥିଲେ ଆଜି ବହୁ କଳ୍ପନାରେ ବିଚାର କଲେ ସେ ଛୁଟି ରଚନା କରିବା ଭଲାରେ ଛୁଟି ରଚନା କରିବା ଅନାଦି ଗର୍ଭରୁ ଆଜି ଜନ୍ମ ଏ ଛୁଟି ବିମାନ ହେବ ଶମ୍ଭୁନାଥ ଦାସ ସେଇଆ କହିଲେ ଗୋଟିଏ ପଦ କହିଲେ କଣ କହିଲେ ଆଜି ଅନାଦି ସଂଯୋଗ ହଇଲେ କଚମ ଓଙ୍କାର ଯେ ପୁତ୍ର ଗୋଟି ଜାତ କଲେ ତ ସେ କଣ କଲେ ତିନି ଭାଗର ବିଭକ୍ତ କହୁ ସେ କରିଲେ ଅକ୍ଷର ପାତାଳ ନାମ ବୋଲାଇଲେ ଅର୍ଥମାତା ଯେ ଧରିତ୍ରୀ ବସୁମତୀ କହି ଶୂନ୍ୟ ଗୋଟି ଆକାଶ ଯେ ହୋଇଅଛି କହି আরে মহাশূন্য শব্দ শব্দ আরে পঞ্চভূত এহিটি কইলে শূন্য গোটি আকাশ যে হইଅছি কই মহাশূন্য শব্দ শব্দ পঞ্চভূত হেলে তেণু